ଜଳ ରାକ୍ଷସ। ଏକ ଦୂର ଦେଶରେ ଗୋଟିଏ ହ୍ରଦ ନିକଟରେ ଜଣେ ଗରିବ କୃଷକ ଗୋଟିଏ କୁଡ଼ିଆରେ ବାସ କରୁଥିଲେ। ସେହି କୃଷକଙ୍କର 3 ପୁଅ ଥିଲେ। ମା ବାପା ଚାଲିଯିବା ପରେ ବଡ଼ 2 ଭାଇ ଯାହା ଜମିବାଡ଼ି ଥିଲା ଖାଇ ପିଇ ଶେଷ କରିଦେଲେ। ଘରଟି ଛାଡ଼ି ଆଉ କିଛି ବାକି ରହିଲା ନାହିଁ। ଏଇ ଘର ମୋର, ବଡ଼ କହିଲା। ଘରେ ଯାହା ଜିନିଷ ଅଛି ସେ ସବୁ ମୋର। ମଝିଆ ଭାଇ କହିଲା। ଆରେ ମୋର କ'ଣ? ତୃତୀୟ ଭାଇ ପଚାରିଲା। ତୋର? ଘର ଏବଂ ଘର ଭିତରେ ଥିବା ଜିନିଷ ବ୍ୟତୀତ ଯଦି ଆଉ କିଛି ଅଛି ଖୋଜି ନେ। ବଡ଼ 2 ଭାଇ କହିଲେ। ତୃତୀୟ ସାରା ଘର ଖୋଜି ଖୋଜି କୋଣରେ ଗୋଟିଏ ତାଳପତ୍ରରେ ଦଉଡ଼ିରେ ବନ୍ଧା ହୋଇଥିବା ଗଣ୍ଠିଲି ଦେଖିଲା। ଭାଇମାନଙ୍କୁ କହିଲା, ମୁଁ ଗଣ୍ଠିଲିଟି ନେଇପାରେ କି? ଭାଇମାନେ ତାକୁ କହିଲେ, ତୁ ନେଇଯା। ଦଉଡ଼ିର ଗଣ୍ଠିଲିକୁ କାନ୍ଧରେ ରଖି ସେ ହ୍ରଦ କୂଳକୁ ଗଲା। ହ୍ରଦ କୂଳରେ ଗୋଟିଏ ଗଛ ମୂଳେ ବସି ମନେ ମନେ ଭାବୁଥିଲା କିପରି ଖାଦ୍ୟ ଯୋଗାଡ଼ କରିବ, କି କାମ କରି ଚଳିବ। ଏତିକି ବେଳେ ସେ ପକ୍ଷୀଟିଏ ଦେଖିଲା। ମନେ ମନେ ଭାବିଲା, ଦଉଡ଼ି ବ୍ୟବହାର କରି ଫାଶ କରିବି ଏବଂ ଫାଶରେ ପଶୁପକ୍ଷୀ ଧରି ଚମଡ଼ା ବିକ୍ରି କରି ପେଟ ପାଳିବି। ସେ ତୁରନ୍ତ ଫାଶ କରି ପକ୍ଷୀଟିକୁ ଧରିଦେଲା। କିନ୍ତୁ ପକ୍ଷୀଟିକୁ ଧରିବା ପରେ ତାର ପକ୍ଷୀଟିକୁ ମାରିବା ପାଇଁ ଇଚ୍ଛା ହେଲା ନାହିଁ। ତେଣୁ ସେ କାଠ ପଟାରେ ଛୋଟିଆ ଘରଟିଏ ତିଆରି କରି ସେଥିରେ ପକ୍ଷୀଟିକୁ ରଖିଲା। ଏହିପରି ଭାବରେ ସେ ଠେକୁଆଟିଏ ମଧ୍ୟ ଧରିଲା। ଠେକୁଆଟି ଫାଶରେ ପଡ଼ିଲା ପରେ ଛଟପଟ ହେବାର ଦେଖି ତା ମନରେ ଦୟା ଆସିଲା, କିନ୍ତୁ ତାକୁ ମଧ୍ୟ ମାରିପାରିଲା ନାହିଁ। ଠେକୁଆଟିକୁ ମଧ୍ୟ ସେହି ପଞ୍ଜୁରୀରେ ରଖିଲା। ହ୍ରଦ କୂଳରେ ବସି ଫାଶ ତିଆରି କରୁଥିଲା। ଦେଖୁ ଦେଖୁ ଗୋଟିଏ ବଡ଼ ଭାଲୁ ଆସି ଗୁମ୍ଫା ଭିତରେ ପଶିଲା। ଯେତେବେଳେ କୃଷକର ପୁଅ ଫାଶ ତିଆରି କରୁଥିଲା, ପାଣି ଭିତରୁ ଚବର ଚବର ଧ୍ୱନି ଶୁଭିଲା। ଯେତେବେଳେ ସେ ମୁଣ୍ଡ ଉଠାଇ ଦେଖିଲା, ସେ ଦେଖିଲା ଯେ ଗୋଟିଏ ବାଳକଟିଏ ପାଣିରୁ ଅଧା ଉପରକୁ ଉଠିଲା। ସେ ହାତରେ ପଥରଟିଏ ଧରିଥିଲା ଏବଂ ତାକୁ ପଥର ଉପରୁ ଦେଖୁଥିଲା। ସେଇ ହ୍ରଦରେ ଏକ ଜଳ ରାକ୍ଷସ ବାସ କରୁଥିଲା। ସେ କେବେ ବି ପାଣି ଭିତରୁ ବାହାରକୁ ଆସୁନଥିଲା। ଯଦି କାହାକୁ ହ୍ରଦ ଚାରିପଟେ ଦେଖୁଥିଲା, ତାକୁ ଯାଦୁ କରି କୌଣସି ପ୍ରକାରେ ପାଣି ଭିତରକୁ ଘୋଷାଡ଼ି ନେଉଥିଲା। ଲୋକେ କହନ୍ତି ଯେ ବହୁ ଯାତ୍ରୀଙ୍କୁ ଏହିପରି ଭାବରେ ଘୋଷାଡ଼ି ନେଇ ସେ ବହୁତ ସୁନା ରୂପା ଜମା କରିଥିଲା। କୃଷକର ପୁଅ ମନେ ମନେ ଭାବିଲା, ବୋଧହୁଏ ସେଇ ଜଳ ରାକ୍ଷସର ପୁଅ ତାକୁ ଦେଖୁଛି। ଆମର ହ୍ରଦ ନିକଟକୁ ଆସି ତୁମେ କ'ଣ କରୁଛ? ରାକ୍ଷସର ପୁଅ ପଚାରିଲା। ମୁଁ ଏଇ ହ୍ରଦକୁ ଫାଶରେ କଷିବାକୁ ଯାଉଛି। ଏଇ ହ୍ରଦ ମଧ୍ୟ ଫାଶରେ ବାନ୍ଧି ହୋଇଯିବ। ହ୍ରଦରେ ଥିବା ସମସ୍ତ ଜୀବଜନ୍ତୁ ଫାଶରେ ଛନ୍ଦି ହୋଇ ମରିବେ। ମୁଁ କାହାକୁ ଛାଡ଼ିବି ନାହିଁ। କୃଷକର ପୁଅ କହିଲା। ରାକ୍ଷସର ପୁଅ ଶୁଣି ତୁରନ୍ତ ପାଣିରେ ବୁଡ଼ିଗଲା ଏବଂ ରାକ୍ଷସକୁ ଯାଇ କୃଷକର ପୁଅ କଥା ଗୋଟି ଗୋଟି କରି କହିଲା। ସେ ଏମିତି କରିବ, ଜୀଇ ରହିଲେ ସିନା ହ୍ରଦକୁ ବାନ୍ଧିବ, ତାକୁ ମାରିଦିଅ। ତୁମେ ବାହାରକୁ ଯାଅ ଏବଂ ତାକୁ ଗଛରେ ଚଢ଼ିବା ପାଇଁ ବାଜି ଲଗାଅ। ଯେତେବେଳେ ସେ ଗଛରେ ଚଢ଼ି ହାଲିଆ ହୋଇଯିବ, ତାକୁ ପାଣିକି ଠେଲିଦେବୁ। ତାପରେ ଯାହା କରିବାକୁ ହେବ ମୁଁ ଦେଖିନେବି। ସେ ଏଥର ପାଣି ଭିତରେ ପଡ଼ିବା ପରେ ଆଉ ତାର ରକ୍ଷା ନାହିଁ। ରାକ୍ଷସ ପୁଅକୁ କହିଲା। ରାକ୍ଷସର ପୁଅ ବାହାରକୁ ଯାଇ କୃଷକର ପୁଅକୁ କହିଲା, କ'ଣ ଗଛ ଚଢ଼ିବାରେ ମୋ ସହିତ ମୁକାବିଲା କରିପାରିବ? ଦେଖି ପାରୁନ କି ମୁଁ କାମ କରୁଛି? ଯଦି ଦରକାର ମୋର ସାନ ଭାଇ ସହିତ ମୁକାବିଲା କର। ଏହା କହି ସେ ପଞ୍ଜୁରୀ ଭିତରୁ ଛୋଟ ଚଢ଼େଇଟିକୁ ଛାଡ଼ିଦେଲା। ରାକ୍ଷସର ପୁଅ ଗଛ ଉପରେ ହାତ ରଖିଥିଲା କି ନାହିଁ, ଚଢ଼େଇ ଗଛ ମୁଣ୍ଡରେ ଯାଇ ବସିଲା। ରାକ୍ଷସର ପୁଅ ପୁଣି ବାପା ପାଖକୁ ଯାଇ ସବୁ କଥା କହିଲା। ତେବେ ତୁମେ ତାକୁ ଦୌଡ଼ିବା ପାଇଁ କୁହ। ତାକୁ ହ୍ରଦର ଚାରିପଟେ ଦୌଡ଼ାଅ। ସେ ଯେତେବେଳେ ହାଲିଆ ହୋଇଯିବ,
ତାକୁ ହ୍ରଦ ଭିତରକୁ ଠେଲିଦେବ। ରାକ୍ଷସ କହିଲା। ରାକ୍ଷସର ପୁଅ ବାହାରକୁ ଯାଇ ପୁଣି କହିଲା, ତେବେ ଆସ, ମୋ ସଙ୍ଗେ ଦୌଡ଼ିବ। ଆଖି ନାହିଁ କି ମୁଁ କାମ କରୁଛି? ମୋର ଏଇ ଛୋଟ ଛୋଟ କାମ ପାଇଁ ବେଳ ନାହିଁ। ଯଦି ଏତେ ପାରିବାର, ମୋ ସାନ ଭାଇକୁ ହରାଇକି ଦେଖ। ଏହା କହି କୃଷକର ପୁଅ ଠେକୁଆକୁ ଛାଡ଼ିଲା। ଛାଡ଼ିବା ମାତ୍ରେ ଠେକୁଆ ତୀର ପରି ଦୌଡ଼ି ଅଦୃଶ୍ୟ ହୋଇଗଲା। ରାକ୍ଷସର ପୁଅ ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ। ଏଇ କଥା ବାପାକୁ କହିଲା। ଆଶ୍ଚର୍ଯ୍ୟ କଥା, ଏଥର ତାକୁ କୁସ୍ତି ଲଢ଼ିବା ପାଇଁ ଡାକେ। ତାକୁ ହରାଇ ପାଣିରେ ଫିଙ୍ଗିଦେବୁ। ରାକ୍ଷସ କହିଲା। ଏବେ ମୋର କାମ ସରିନାହିଁ। ଏଠାରେ ଯେଉଁ ଗୁମ୍ଫା ଦେଖୁଛ, ସେଇ ଗୁମ୍ଫାରେ ମୋର ବାପା ଅଛନ୍ତି। ଯାଅ, ତାଙ୍କ ସହିତ କୁସ୍ତି କର। ତୁମେ ଜିତିଲେ ମୁଁ ଜାଣିବି। କୃଷକର ପୁଅ କହିଲା। ରାକ୍ଷସର ପୁଅ ଗୁମ୍ଫାରେ ପଶି କୁସ୍ତି ଲଢ଼ିବା ପାଇଁ ଭାଲୁକୁ ଉସୁକେଇଲା। ଭାଲୁ ରାଗିଯାଇ ତା ଉପରେ ଝାମ୍ପ ଦେଲା। ତାକୁ ତଳେ ପକାଇ ଆମ୍ପୁଡ଼ି କାମୁଡ଼ି ପକେଇଲା। ସେ ଲହୁଲୁହାଣ ହୋଇଗଲା। ସେ କୌଣସି ପ୍ରକାରେ ଜୀବନ ବଞ୍ଚାଇ ସେଇଠାରୁ ଧାଇଁ ପଳେଇଲା। ପାଣି ଭିତରେ ବୁଡ଼ି ଧଇଁସଇଁ ହୋଇ ବାପା ପାଖକୁ ଯାଇ ସମସ୍ତ ବୃତ୍ତାନ୍ତ କହିଲା। ଜଳ ରାକ୍ଷସ ଡରିଗଲା। ଏ ଭାରି ଉଦଣ୍ଡ ମନେ ହେଉଛି। ତାର ଭାଇ ଗଛରେ ଚଢ଼ିବା, ଦୌଡ଼ିବାରେ ତୁମଠୁ ଆଗୁଆ। ତାର ବାପା ତୁମକୁ ଜାଣ ଜୀବନରୁ ମାରି ଦେଇଥିଲା। ସେ ନିଶ୍ଚୟ ଆମ ହ୍ରଦରେ ଫାଶ ପକାଇ ଆମ ସମସ୍ତଙ୍କୁ ବନ୍ଦୀ କରିଦେବ। ତାକୁ ଯାଇ ପଚାର, କେତେ ସୁନା ଦେଲେ ସେ ଏ ସ୍ଥାନ ଛାଡ଼ି ଚାଲିଯିବ। ତାକୁ କୌଣସି ମତେ ବୁଝାଇ ସୁଝାଇ ହ୍ରଦକୁ ଫାଶରୁ ବନ୍ଧିବାରୁ ବିରତ କର। ସେ ଯାହା ମାଗୁଛି ତାକୁ ଦେଇଦିଅ। ସେ ଯଦି ହ୍ରଦକୁ ଫାଶରେ ବାନ୍ଧିଦିଏ, ତେବେ ଆମେ ସମସ୍ତେ ମରିଯିବା। ରାକ୍ଷସ ପୁଅକୁ କହିଲା। ସେ ଯାଇ କୃଷକର ପୁଅକୁ ପଚାରିଲା, ତୁମେ ଯେତେ ସୁନା କହିବ ମୁଁ ଦେବି, କିନ୍ତୁ ହ୍ରଦକୁ ଫାଶରେ ବାନ୍ଧ ନାହିଁ। ସୁନା ନେଇ ଏ ହ୍ରଦ ପାଖରୁ ଚାଲିଯାଅ। ଆମକୁ ରହିବାକୁ ଦିଅ। ତୁମେ ସୁନା ଆଣ। ସୁନା ଦେଖି ମୁଁ କହିବି। ସୁନା ନ ଦେଖି ମୁଁ କିଛି କହିପାରିବି ନାହିଁ। ଏତେ ପରିଶ୍ରମ କରି ଜାଲ ବୁଣିଛି। କୃଷକର ପୁଅ କହିଲା। ରାକ୍ଷସର ପୁଅ କିଛି ସୁନା ଆଣିଲା। କୃଷକର ପୁଅ ଖୁସି ହେଲା ନାହିଁ। ରାକ୍ଷସର ପୁଅ ବାରମ୍ବାର ପାଣି ଭିତରକୁ ଯାଇ ସୁନା ଦେଉଥାଏ, କିନ୍ତୁ କୃଷକ ପୁଅର ମନ ମାନୁ ନଥାଏ। ରାକ୍ଷସ ଦେଇ ଦେଇ ତା ପାଖରେ ଯେତେ ସୁନା ଥିଲା ସବୁ ଦେଇଦେଲା। ଏହା ବ୍ୟତୀତ ମୋ ପାଖରେ ରତିଏ ହେଲେ ସୁନା ନାହିଁ। ରାକ୍ଷସର ପୁଅ କୃଷକର ପୁଅକୁ ଏହା କହିବାରୁ କୃଷକର ପୁଅ ସୁନାତକ ନେଇ ନିଜ ଘରକୁ ମନ ଖୁସିରେ ଗୀତ ଗାଇ ଗାଇ ଫେରିଗଲା। ତୁମକୁ ଏତେ ସୁନା କେଉଁଠାରୁ ମିଳିଲା? ଭାଇମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ଏଇ ଦଉଡ଼ିଟି ହିଁ ରୋଜଗାର କରିଛି, ସାନ ଭାଇ କହିଲା। ତେବେ ଘର ସବୁ ଜିନିଷପତ୍ର ନେଇ ଆମକୁ ଦଉଡ଼ିଟି ଦେଇଦେ। ଆଜିଠାରୁ ଘର ଓ ଘରେ ଥିବା ସବୁ ଜିନିଷ ତୋର। ବଡ଼ ଭାଇ ସାନ ଭାଇକୁ କହିଲା। ସାନ ଭାଇ ଦଉଡ଼ିଟି ଦେଇଦେଲା। ସେ ବାପାଙ୍କ ଘର ସଜାଡ଼ି ଜମିରେ ଧାନ ଚାଷ କଲା। ଗାଈ ଗୋରୁ ରଖି ଆରାମରେ ବାସ କଲା। ଦୁଇ ଭାଇ ଦଉଡ଼ିଟି ନେଇ କୁଆଡ଼େ ଗଲେ କେହି ଜାଣିଲେ ନାହିଁ।